ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ହସଖୁସି ବହିର ପାଠ 8 ସୁନ୍ଦର ଆମ ଘର ଅଭ୍ୟାସ ପ୍ରଶ୍ନୋତ୍ତର କାର୍ଯ୍ୟକୁ ଆମେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ଯାଏଁ ଏହି ଭିଡ଼ିଓକୁ ଦେଖି ବୁଝିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଆସନ୍ତୁ ଏହି ପାଠର ଅଭ୍ୟାସ ପ୍ରଶ୍ନକୁ ଆଲୋଚନା କରିବା। 1 ନମ୍ବର ପ୍ରଶ୍ନରେ ଅଛି ଗୀତଟିକୁ ଆବୃତ୍ତି କରିବା। ଗୀତଟି ଯେଉଁ ଗୀତଟି ଅଛି ଏହି ପାଠରେ ସୁନ୍ଦର ଆମ ଘରେ, ସେହି ଗୀତଟିକୁ ଆମେ ସୁନ୍ଦର ସ୍ୱରରେ ଗାଇବା। ତେବେ ଆସ ଏହି ଗୀତଟିକୁ ମନେ ପକାଇ ଆବୃତ୍ତି କରିବା। ଆମେ ଯେଉଁ ଘରେ ରହୁ ସିଏ ଭାରି ସୁନ୍ଦର, ଧୂଳି ଅଳନ୍ଧୁ ନଥାଏ ବଡ଼ ସଫା ସୁତର, ଜାତି ଜାତି ମନ୍ଦାରରେ ହସେ ଆମ ବଗିଚା, ନିରିମଳ ପରିବେଶ ଚାରିଆଡ଼େ ଫରଚା, ଘରଟି ଆମର ଅଛି ନଈ ବନ୍ଧ କଳରେ, ଅପରାଜିତାର ଲତା ମାଡ଼ିଥାଏ ବାଡ଼ରେ, ପଢ଼ାପଢ଼ି ସାରି ଦେଇ ଭାଇ ବନ୍ଧୁ ମେଳରେ, ଆନନ୍ଦରେ ଖେଳ ଖେଳୁ ନିତି ସଞ୍ଜ ବେଳରେ, ସୁନ୍ଦର ଘରକୁ ଆମେ କରୁନା ତ ଅସନା, ଆନନ୍ଦରେ ଥାଉ ସଦା ମନ ମାରି ବସୁନା। ଏହିଭଳି ସୁନ୍ଦର ସ୍ୱରରେ ଏହି କବିତାଟିକୁ ଆମେ ଆବୃତ୍ତି କରିବା। ପିଲାମାନେ, ଆହୁରି ଅନେକ ସ୍ୱର ଅଛି, ଯାହାକୁ ଯେଉଁ ସ୍ୱର ଭଲ ଲାଗେ ସେହି ସ୍ୱରରେ ଆମେ ଆବୃତ୍ତି କରି ଏହି ଗୀତଟିକୁ ମନେ ରଖିବା। ବର୍ତ୍ତମାନ ଆମେ 2 ନମ୍ବର ପ୍ରଶ୍ନକୁ ଆଲୋଚନା କରିବା। ଏଠି ଲେଖାଯାଇଛି ଚିତ୍ରଗୁଡ଼ିକର ନାମ ଖାଲି ସ୍ଥାନରେ ଲେଖ। ଏଠି ଚିତ୍ର ଅଛି, ସେ ଚିତ୍ରରେ ଖାଲି ଘର ଅଛି, ସେ ଖାଲି ଘରରେ ଆମେ କ'ଣ ଲେଖିବା? ଏଠି ଦେଖୁଛ କ'ଣ ଅଛି? ଏଠି ଜନ୍ଦା ଅଛି। ଏଠି ଆମେ ଲେଖିଦେବା ଜନ୍ଦା, ଜନ୍ଦା ବୋଲି ଲେଖିବା। ତାପରେ ଏଠି ଲେଖା ହେଇଛି ମନ୍ଦିର ଅଛି, ମନ୍ଦିର ଚିତ୍ର ଦେଖୁଛ, ତେଣୁ ଏଠି ଆମେ ମନ୍ଦିର ବୋଲି ଲେଖିପାରିବା, ମନ୍ଦିର ବୋଲି ଏଠି ଆମେ ଲେଖିବା। ତାପରେ ଦେଖୁଛ ପିଲାମାନେ, ଏଠି ଅଛି, ଏହା କାହାର ଛବି? ଏହା ବନ୍ଧାକୋବି, ତେଣୁ ଏଠି ଆମେ ବନ୍ଧାକୋବି ବୋଲି ଲେଖିପାରିବା। ବନ୍ଧାକୋବି, ବନ୍ଧାକୋବି ମାନେ ଲେଖିବା, ବନ୍ଧାକୋବି ବୋଲି ଲେଖିପାରିବା। ତାପରେ ଏଠି ଲେଖୁଛ ବନ୍ଧୁକ ଅଛି, ତେଣୁ ଏଠି ବନ୍ଧୁକ ଲେଖିବା। ବନ୍ଧୁକ, ବନ୍ଧୁକ ଚିତ୍ର, ତେଣୁ ବନ୍ଧୁକ ବୋଲି ଆମେ ଲେଖିବା। ଏଠି ଲେଖା ହେଇଛି କ'ଣ? ଏଠି କାହାର ଛବି ଦେଖୁଛ? ଏଠି ଚାନ୍ଦୁଆର ଛବି ଦେଖୁଛ, ତେଣୁ ଏଠି ଆମେ ଚାନ୍ଦୁଆ ବୋଲି ଲେଖିବା। ୟାକୁ ଏ ବକ୍ସ ଭିତରେ ଆମେ ଚାନ୍ଦୁଆ ବୋଲି ଲେଖିପାରିବା। ତାପରେ ପିଲାମାନେ 3 ନମ୍ବର ପ୍ରଶ୍ନ। 3 ନମ୍ବର ପ୍ରଶ୍ନରେ ପ୍ରଥମ ପିଲା ଅନ୍ଧ ଥିବା ଶବ୍ଦକୁ ଗୁଳି ମାରିବ, ଦ୍ୱିତୀୟ ପିଲା ଅନ୍ଧ ଥିବା ଶବ୍ଦକୁ ଆଙ୍କୁଡ଼ାରେ ଟାଣିବ। ତେଣୁ ଆମେ ଏଠି ଯାହା ଲେଖାଯାଇଛି ତାକୁ ଆମେ ଭଲ ଭାବରେ ଲକ୍ଷ୍ୟ କରିବା। ଏଠି ଯେଉଁଠି ଅନ୍ଧ ଅଛି, ଅନ୍ଧ ଶବ୍ଦକୁ ଆମେ ଗୁଳି ମାରିବ ପ୍ରଥମ ପିଲାଟି, ଦ୍ୱିତୀୟ ପିଲା ଅନ୍ଧ ଥିବା ସ୍ଥାନକୁ ଶବ୍ଦକୁ ଆଙ୍କୁଡ଼ିରେ ଟାଣିବ। ଦେଖ ଏଠି ପିଲାମାନେ, ଏଠି କାନ୍ଧ ଲେଖାଯାଇଛି, ତେଣୁ ପିଲାଟି ଗୁଳି ମାରିବ। ଏଠି ବନ୍ଧ ଲେଖାଯାଇଛି, ତେଣୁ ପିଲାଟି ବନ୍ଧୁକରେ ମାରିବ। ଏଠି ଲେଖାଯାଇଛି ରନ୍ଧାଶାଳ, ଏଠି ସେ କ'ଣ କରିବ ନା ଗୁଳି ଫୁଟାଇବ। ତାର ଅନ୍ଧ ଥିବା ସ୍ଥାନରେ ଆଙ୍କୁଡ଼ିରେ ଝିକିବ, ତେଣୁ ଏଠି ଅଛି ଫାନ୍ଦ, ଅନ୍ଧ ଅଛି, ତେଣୁ ଅନ୍ଧ ଆଙ୍କୁଡ଼ିରେ ସେ ଟାଣିବ। ପିଲାଟି ଏ ଆଙ୍କୁଡ଼ି ଅଛି, ଆଙ୍କୁଡ଼ିରେ ଟାଣିବ। 15, 15 ଆଙ୍କୁଡ଼ିରେ ଟାଣିବ। ତାପରେ ସିନ୍ଦୁର, ଆଙ୍କୁଡ଼ିରେ ଟାଣିବ। ଏଠି ସୁନ୍ଦର, ଆଙ୍କୁଡ଼ିରେ ଟାଣିବ। କାନ୍ଦଣା ଟାଣିବ। ରଜନୀଗନ୍ଧା, ଇଏ କ'ଣ କରିବ? ବନ୍ଧୁକ ଫୁଟାଇବ। ତାପରେ ଏଠି ଗନ୍ଧ ଲେଖା ହେଇଛି, ବନ୍ଧୁକ ଫୁଟାଇବ। ଅନ୍ଧାର, ବନ୍ଧୁକ ଫୁଟାଇବ। ଏଇଭଳି
ପିଲାଟି ଅନ୍ଧ ଥିବା ଶବ୍ଦକୁ ଆଙ୍କୁଡ଼ିରେ ଟାଣିବ ଏବଂ ଅନ୍ଧ ଥିବା ସ୍ଥାନକୁ ବନ୍ଧୁକରେ ଫୁଟାଇବ। ଏଇଭଳି ଆମେ କଲେ। ଖ ନମ୍ବର ଲେଖା ହେଇଛି କିଛି ଅକ୍ଷର ଚଉ ମ ଅନ୍ଧା କ୍ଷୀର ଆଉ ଅନ୍ଧ ଏମିତି ସବୁ ଅର୍ଥ ଲେଖା ହେଇଛି, ଶବ୍ଦ ଲେଖା ହେଇଛି। ତାକୁ ଆମେ ବ୍ୟବହାର କରି କିଛି ଶବ୍ଦ ଗଢ଼ିବା। ଏଠି ଚଉ ଅଛି, ଚଉକି ଲେଖିପାରିବା। ବନ୍ଧୁ ଲେଖିବା, ବନ୍ଧୁକ ଲେଖିପାରିବା। ତାପରେ ଆମେ ଲେଖିପାରିବା ମନ୍ଦ ଲେଖିପାରିବା, ମନ୍ଦାର ଲେଖିପାରିବା। ଔଷଧ ଲେଖିପାରିବା, ବୀର ଲେଖିପାରିବା, ମକର ଲେଖିପାରିବା। ବାଘ ବ ଅଛି, ଏଠି ବ ଅଛି, ବାଘ ମଧ୍ୟ ଲେଖିପାରିବା। ଏଠି ବାଘ ଲେଖିପାରିବା, ଅନ୍ଧି ଲେଖିପାରିବା। ତାପରେ 4 ନମ୍ବର ପ୍ରଶ୍ନ, ତଳେ ଦିଆଯାଇଥିବା ପ୍ରତ୍ୟେକ ଶବ୍ଦକୁ ବ୍ୟବହାର କରି ଗୋଟିଏ ଲେଖାଏଁ ବାକ୍ୟ ଗଢ଼ିବା। ଆମେ ଯାହା ଦିଆଯାଇଛି ତାକୁ ବ୍ୟବହାର କରିବା, ଶବ୍ଦକୁ ବ୍ୟବହାର କରି ଗୋଟେ ବାକ୍ୟ ଲେଖିପାରିବା। ଏଠି ଲେଖା ହେଇଛି ଚାନ୍ଦୁଆ, ଚାନ୍ଦୁଆ ବ୍ୟବହାର କରି ଗୋଟେ ବାକ୍ୟ ଲେଖିବା। ପିପିଲିରେ ଚାନ୍ଦୁଆ ତିଆରି ହୁଏ। ସୁନ୍ଦର, ସୁନ୍ଦର ଲାଗି ଗୋଟେ ବାକ୍ୟ ଲେଖିବା। ଆମ ଘରଟି ସୁନ୍ଦର ଅଟେ। ଅନ୍ଧାର, ଅନ୍ଧାର ରାସ୍ତାରେ କିଛି ଦେଖାଯାଏ ନାହିଁ ଲେଖିପାରିବା। ନହେଲେ ଅନ୍ଧାରକୁ ଭୟ ଲାଗେ ଲେଖିପାରିବା। ଆଉ ଲେଖିପାରିବା ନଈବନ୍ଧ, ନଈବନ୍ଧରେ ବର୍ଷା ଦିନେ ଜଳ ଭର୍ତ୍ତି ହୁଏ। ବର୍ତ୍ତମାନ 5 ନମ୍ବର ପ୍ରଶ୍ନ, ଠିକ୍ ଉଚ୍ଚାରଣ କରି ପଢ଼ ଓ ଲେଖ। ଏଠି ଲେଖା ହେଇଛି ଯାହା ତାକୁ ଉଚ୍ଚାରଣ କରିବା, ପଢ଼ିବା। ମନ୍ଦିର ଲେଖା ହେଇଛି, ତେଣୁ ଆକୁ ମନ୍ଦିର ବୋଲି ଏଠି ଲେଖିବା। ଦେଖ ପିଲାମାନେ, ମୋ ମୁହଁ ଚାହିଁଲେ ତୋ ମୁହଁ ଦିଶେ, ଗାଁ ସହରରେ ସବୁଠି ମିଳେ, ମୋ ଭିତରେ କରେ ମୁଁ ବନ୍ଦୀ, ଜଗତକୁ ପାରାଇ ବାନ୍ଧି। ଏ ଧନ୍ଦା ଦେଇଛି, ଏ ଧନ୍ଦାର ଉତ୍ତର କ'ଣ ହେବ ଆମେ ଲେଖିବା। ମୋ ମୁହଁ ଚାହିଁଲେ ତୋ ମୁହଁ ଦିଶେ, ମାନେ ମୋ ମୁହଁ ଚାହିଁଲେ ତୋ ମୁହଁ ଦିଶେ, ଗାଁ ସହରରେ ସବୁଠାରେ ମିଳେ, ମୋ ଭିତରେ କରେ ମୁଁ ବନ୍ଦୀ, ଜଗତକୁ ପାରାଇ ବାନ୍ଧି। ଏହାର ଅର୍ଥ ହେବ ଦର୍ପଣ। ଦର୍ପଣ ଦେଖିଲେ ମୁହଁ ଦେଖାଯାଏ, ସବୁ ସ୍ଥାନରେ ମିଳେ, ମୁଁ ସମସ୍ତଙ୍କୁ ବନ୍ଦୀ କରି ରଖିଥାଏ। 7 ନମ୍ବର ପ୍ରଶ୍ନ, 2 ଛବିରେ କ'ଣ ସବୁ ଅଲଗା ଦେଖୁଛ ତୁମ ସାଙ୍ଗ ସହ ଆଲୋଚନା କର, ଲେଖ। ଏଠି ତୁମେ ଦେଖୁଛ ପ୍ରଥମ ଛବିରେ ସବୁ ଚେୟାର ଟେବୁଲ ସବୁ ଏଣେ ତେଣେ ପଡ଼ିଛି, ବହିପତ୍ର ପଡ଼ିଛି, ଏଠି ଝାଡ଼ୁ ପଡ଼ିଛି, ଚପଲ ପଡ଼ିଛି, ଅନ୍ୟାନ୍ୟ ଜିନିଷ କିଛି ପଡ଼ିଛି। ତେଣୁ ଏହା ଅପରିଷ୍କାର ଦେଖାଯାଉଛି। ଏଣେ ତେଣେ ବିଛେଇ ହୋଇ ପଡ଼ିଛି, ତେଣୁ ଏହା ଅପରିଷ୍କାର ଅଟେ। ଦ୍ୱିତୀୟ ଛବିରେ ଆମେ ଦେଖୁଛେ ବହିଗୁଡ଼ିକ ସଜେଇ ହୋଇ ଥାକରେ ରହିଛି ଏବଂ ଚେୟାର ଟେବୁଲ ପଡ଼ିଛି। ପିଲା ଦୁଇଟି ଖୁସି ମନରେ ପାଠ ପଢ଼ୁଛନ୍ତି, ତେଣୁ ଏହା ସୁନ୍ଦର ଦେଖାଯାଏ। ଆଉ ପ୍ରଥମ ଚିତ୍ର ଅସୁନ୍ଦର ଦେଖାଯାଏ, କାହିଁକି ନା ସେଠାରେ ଏଣେ ତେଣେ ବିଛେଇ ହୋଇ ପଡ଼ିଛି। ଏଠି 8 ନମ୍ବର, ତୁମ ଘର ବିଦ୍ୟାଳୟ କେଉଁ ସମୟରେ ସଫା କରାଯାଏ କୁହ, ଲେଖ। ଆମେ ଜାଣିଛେ ଆମ ଘର ସକାଳେ ଆଉ ସନ୍ଧ୍ୟାରେ ସଫା କରାଯାଏ। ମଝିରେ ମଝିରେ ମଧ୍ୟ ଆବର୍ଜନା ପଡ଼ିଲେ ତାକୁ ସଫା କରାଯାଏ। ଠିକ୍ ସେହିଭଳି ବିଦ୍ୟାଳୟ ଯେତେବେଳେ ଖୋଲେ 10ଟା ସମୟରେ, 10ଟା ସମୟ ପୂର୍ବରୁ ସଫା ସୁତୁରା କରାଯାଏ ଏବଂ 4ଟା ବେଳେ ବିଦ୍ୟାଳୟ ଛୁଟି ହୁଏ, ତେଣୁ ସେତେବେଳେ ମଧ୍ୟ ପୁରା ସଫା ସୁତୁରା କରାଯାଏ। 9 ନମ୍ବର ପ୍ରଶ୍ନ, ତଳେ କେତୋଟି କଥା କୁହାଯାଇଛି, ତୁମେ ସେଥିରେ କେଉଁଟିକୁ ପସନ୍ଦ କରୁଛ ତାହା ନାଁ ଠିକ୍ ଲେଖିବ। ଯେଉଁଟା ପସନ୍ଦ କରୁନ ଖାଲି ଛାଡ଼ିବ। ଘର ଭିତରେ ଥିବା ଅଳିଆକୁ ସଫା କରିବା, ଏଠାରେ କ'ଣ ହେବ, ଏଇଟା ଠିକ୍ କହିଛି।
ନା ଅଳିଆ ସଫା କରିବା, ତେଣୁ ସେ ଟିକ୍ ଚିହ୍ନ ଦେଇଦେବା। ଅଳିଆ ଗୁଡ଼ିକୁ ଘର ନିକଟରେ ଗଦା କରିବା, ଏହା ଭୁଲ ଅଟେ, ତେଣୁ ଏଠି ଆମେ କିଛି ଲେଖିବା ନାହିଁ। ଘରଠାରୁ ଦୂରରେ ଅଳିଆକୁ ପୋତି ଦେବା, ଠିକ୍ କଥା, ତେଣୁ ଏଠି ଆମେ ଠିକ୍ ଚିହ୍ନ ଦେବା। ଅଳିଆ ଗୁଡ଼ିକୁ ରାସ୍ତାରେ ଫୋପାଡ଼ି ଦେବା, ଏହା ଭୁଲ ଅଟେ, ତେଣୁ ଏଠି ଆମେ କିଛି ଲେଖିବା ନାହିଁ। ଯାହା ପସନ୍ଦ ଲାଗୁଛି ତାକୁ ଆମେ ଟିକ୍ ଚିହ୍ନ ଦେଇଦେବା। 10 ନମ୍ବର, କ'ଣ କଲେ ଅସନା ହୁଏ? ଜିନିଷ ସଜାଡ଼ି ନ ରଖିଲେ, ଘର ଭିତରେ ଜିନିଷ ସଜାଡ଼ି ନ ରଖିଲେ ଆଉ କ'ଣ ହେବ ଆମେ ଲେଖିବା? ବହିପତ୍ର ଏଣେ ତେଣେ ଫୋପାଡ଼ିଲେ, ବହିପତ୍ର ଏଣେ ତେଣେ ଫୋପାଡ଼ିଲେ। ଏଠି ଘର ଭିତରେ କ'ଣ କ'ଣ କଲେ, ଘର ଭିତରେ ଆମେ କ'ଣ କଲେ ଅସନା ହୁଏ ତାକୁ ଆମେ ଲେଖିବା। ଏଠି ଆମେ ଲେଖିବା ଜିନିଷ ସଜାଡ଼ି ନ ରଖିଲେ ଗୋଟେ ହେବ, ବହିପତ୍ର ଏଣେ ତେଣେ ଫୋପାଡ଼ିଲେ ଲେଖିବା, ଘର ଭିତରେ ଅଳିଆ ଆବର୍ଜନା ପକାଇଲେ, ଘର ସଫା ନ କଲେ, ଆବର୍ଜନା ଏଣେ ତେଣେ ପକାଇଲେ, ପରିବା ଚୋପା ପକାଇଲେ। ଆମେ ଏଠି ଲେଖିବା ବାହାରେ ଅଳିଆ ପକାଇଲେ, ଘର ଚାରିପାଖରେ କ'ଣ କଲେ ଅସନା ହୁଏ? ଘର ଚାରିପାଖରେ ବାହାରେ ଅଳିଆ ପକାଇଲେ ଗୋଟେ ଦେଇଛି। ଆଉ ବାକି ଲେଖିବା ନା ଘାସ ଲଟା ବୁଦା ରହିଲେ, ପାଣି ଜମି ରହିଲେ, ବର୍ଷା ପାଣି ବାହାରକୁ ନଗଲେ, ଆବର୍ଜନାକୁ ଘର ପାଖରେ ପକାଇଲେ, ଅନାବନା ଗଛ ରହିଲେ। ଏଠି ଆମେ ଲେଖିବା। ତାପରେ ଆମେ 11 ନମ୍ବରକୁ ଦେଖ ଆଲୋଚନା କରିବା। ଘର ଓ ଘର ଚାରିପାଖ ଅସନା ହେଲେ ତୁମର କ'ଣ କ୍ଷତି ହେବ? ଏଠି ଆମେ ଲେଖିବା ନା ଘର ଚାରିପାଖରେ ଅସନା ହେଲେ ଅପରିଷ୍କାର ହେବ, ରୋଗ ଜୀବାଣୁ ସୃଷ୍ଟି ହେବେ, ତେଣୁ ଆମକୁ ନାନା ପ୍ରକାର ରୋଗ ହେବ। 12 ନମ୍ବର, ତୁମେ କଦଳୀ ଖାଇସାରିବା ପରେ ଚୋପାକୁ କେଉଁଠି ପକାଇବ? କଦଳୀକୁ ଖାଇ ଆମେ ଚୋପାକୁ ରାସ୍ତାରେ ଏଣେ ତେଣେ ନ ଫୋପାଡ଼ି ଆମେ ଏକ ଡଷ୍ଟବିନ୍ ବା ଆବର୍ଜନା କୁଣ୍ଡରେ ଆମେ ପକାଇବା। କାହିଁକି ନା କଦଳୀ ଚୋପା ରାସ୍ତାରେ ପଡ଼ିଲେ କୌଣସି ଲୋକ ଯଦି ଚାଲି ଯାଉଥାଏ ତାହେଲେ ଗୋଡ଼ ଖସିଯାଏ, ତେଣୁ ଗୋଡ଼ ଖସି ତା'ର ମାଡ଼ ହୁଏ, ତେଣୁ ଆମେ କଦଳୀ ଚୋପାକୁ ଆମେ ଏଣେ ତେଣେ ଫୋପାଡ଼ିବା ନାହିଁ। ଦ୍ୱିତୀୟରେ ଆବର୍ଜନା ମଧ୍ୟ ହୋଇଥାଏ, ତେଣୁ ଆମେ କଦଳୀ ଚୋପାକୁ ଡଷ୍ଟବିନ୍ରେ ବ୍ୟବହାର କରିବା ବା ଡଷ୍ଟବିନ୍ରେ ପକାଇବା। ବର୍ତ୍ତମାନ ଏହି ପାଠର ପ୍ରଶ୍ନ ଉତ୍ତର କାର୍ଯ୍ୟ ଶେଷ ହୋଇଛି। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ।